श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि गुरुवार। प्रथमे आसंतु श्री महालक्ष्मींकर स्तुति करिबा, तापरे पद्मपुराण आरंभ करिबा। गोटे अध्याय हेउ पछे मूलरु शेष जाए निश्चय शुणिबे। श्री महालक्ष्मी स्तुति। जय जय महालक्ष्मी विष्णु पाटराणी, जय जय महालक्ष्मी जगत जननी, जय जय महालक्ष्मी विपद भंजनी, जय जय महालक्ष्मी संसार पालिनी, पद्म विलासिनी पाद पंकजे शरण, महालक्ष्मी नाम गाई जाऊ मोर दीन, क्रियाहीन भक्तिहीन मुहि मूढ़ मती, मने मोर हेजी अछि गाइबी तो स्तुति। प्रथम रे सिंधुराज जे माँ लक्ष्मी नाम, द्वितीय रे कमलावलंती नारायण, तृतीय रे पद्मा नाम अटईत हर, चतुर्थ रे हरि प्रिया जगत रे सार, पंचम रे तोर नाम दारिद्र्य भंजनी, षष्ठ रे विमला माता दुख विनाशिनी, सप्तम रे नाम अटे जगत मोहिनी, अष्टमे चंचला नाम वरुण दुलणी, नवमे माता जानकी अटु दयामयी, दशम नामटी तोर उमा महामाई, एहि दश नाम तोर जे स्मरे प्रत्यह, अचिरे तुटई तार दुख शोक मोह, दरिद्रता नर होई तार केते बेले, धन धान्य रे भंडारे पूर्ण सदा काले, कीटु ब्रह्म जाए सबु जीवंकर आहार, तो पूर्ण भंडारु सदा आशई सकल, तोर द्रोही मानंकु मा अनन अंटई, दरिद्र पंचाक्षर मंत्र नीति मुजपई, बार श्रेष्ठ गुरुवार तोर प्रियति, एहि दिन तोते मालो जे करई स्तुति, तोहि अन्नपूर्णा तारे हेउ मा सदय, सर्वस्थाने से प्राणीर हुई विजय, गुरुवार जेउ नारी पढ़ई तो स्तुति, अहि सुलक्षणी हुए सेहि भाग्यवती, सूचिवंत होई जेतो पाद से बुथाई, ता सकल आशा हेळे पूर्ण करु तुही, तोह ठारे जार थाए मा पूर्ण विश्वास,
ଲକ୍ଷ୍ମୀ ଯୁକ୍ତ ହୁଏ ପୁଣି ଲଭେ ବହୁ ଯଶ। ଭାବରୁ ନିକଟ ତୁହି ଅଟୁ ଭଗବତୀ। ଭବସାଗରକୁ ଭେଳା ତୋର ନାମ ସ୍ତୁତି। ନ ଜାଣେ ତ ମହିମା ମୁଁ ଭକ୍ତି ନ ଜାଣଇ। ଏତିକି ଜାଣିଛି ମାମ ଅଟେ ଦୟାମୟୀ। ଏ ଚର୍ମ ନେତ୍ରରେ ତୋତେ ଦେଖି ନାହିଁ ଦିନେ। ପାଦ ସେବୁ ଅଛି ଆଶା ପୂର୍ଣ୍ଣ ହେଉ ଯେହ୍ନେ। ମାଗିବି ନାହିଁ ମୁଁ ଧନ ଜନ କିଛି ତୋତେ। ତୋ ଚରଣ ରେଣୁ ନେଇ ବୋଲିବି ମୁଁ ମାଥେ। ଥରୁଟେ ପଣ ତ କାନିରେ ମୁହଁ ପୋଛିବି। ଲୁହ ଢାଳି ତୋ ଚରଣ ଧୌତ କରିବି। ମାଗୁଣି ଏତିକି କରୁଣାମୟୀ ଚରଣେ। ଜନ୍ମେ ଜନ୍ମେ ରଖିବୁ ମୋତେ ସେବକ ପଣେ। ଏବେ ଆସନ୍ତୁ ଶୁଣିବା ପଦ୍ମ ପୁରାଣ। ପୂର୍ବ ଅଧ୍ୟାୟରେ ପଢ଼ିଥିଲେ ସୋମବଂଶ ପରିଚୟ। ବିଚାରି କହିଲେ ବ୍ରହ୍ମା ଏ ମହାସମରେ। ରାଜି ହୋଇବେ ବିଜୟୀ ଜାଣ ସୁରାସୁରେ। ବ୍ରହ୍ମାଙ୍କ ବଚନ ଶୁଣି ଦୈତ୍ୟଗଣ ଗଲେ। ରାଜାଙ୍କର ସମ୍ମୁଖରେ ପରବେଶ ହେଲେ। କହିଲେ ଆପଣ ଆମ୍ଭ ପକ୍ଷ ସମର୍ଥନ। କଲେ ଜାଣିବୁ ଆମ୍ଭର ହୋଇବ କଲ୍ୟାଣ। କହିଲେ ରାଜେ ଶୁଣିଣ ଦୈତ୍ୟଙ୍କର ବାଣୀ। ସହାୟ ହେବି ମୁଁ ଯେବେ ହେବି ତୁମ୍ଭ ସ୍ୱାମୀ। ଅସୁର ଗଣ ତାପରେ କିଛି ନ କହିଲେ। ସୁରେ ତାହାଙ୍କ କଥାରେ ସମ୍ମତ ହୋଇଲେ। ବନ୍ଧ୍ୟା ହୋଇଥିଲା ବଜ୍ର ଯାଙ୍କ ବିନାଶରେ। ସେ ସର୍ବେ ହୋଇଲେ ନାଶ ରାଜଙ୍କର ସରେ। ପୁତ୍ର ତକୁ ବରି ନେଲେ ଇନ୍ଦ୍ର ତାହାଙ୍କର। ରାଜଙ୍କ କର୍ମରେ ହୋଇ ଅତି ହର୍ଷ ଭର। ରାଜେ ମଧ୍ୟ ପିତା ପଣେ ଇନ୍ଦ୍ରଙ୍କୁ ତାପରେ। ସର୍ବସ୍ୱ ଦେଇ ଗମିଲେ ତପେ ବନ ଘୋରେ। ରାଜଙ୍କର ପୁତ୍ର ପରେ ପାଇ ସେ ଖବର। ବଳରେ ଛଡ଼ାଇ ନେଲା ଭୂତି ଇନ୍ଦ୍ରଙ୍କର। ଥିଲା ବେଶୀ ଯେଣୁ ତାହାଙ୍କର ତପ ବଳ। ଇନ୍ଦ୍ରଙ୍କର ଜାଗ ଭାଗ ହୋଇଲା ତାଙ୍କର। ରାଜସୁତ ଉତ୍ପୀଡ଼ନେ ସଚିଙ୍କର ମଣ। ରାଜ୍ୟ ଭ୍ରଷ୍ଟ ହୋଇ ଭୀଷ୍ମ ହୋଇଲେ ଶ୍ରୀହୀନ। ତେଣୁ ଇନ୍ଦ୍ର ଅତି ଦୁଃଖେ ଗୁରୁ ପାଶେ ଯାଇ। କହିଲେ ରାଜସୁତଙ୍କ କଥା ଦିନ ହୋଇ। ମୋହର ମିନତି ଶୁଣ ଆହେ ସୁର ଗୁରୁ। ରାଜଶ୍ରୀ ଯଜ୍ଞ ଭାଗ ଗଲା ମୋହ ଠାରୁ। ପୀଡ଼ିତ ମୁଁ ଆହେ ଗୁରୁ ହୋଇଅଛି ପ୍ରୀତି। ଭାଳେ ଆପଣଙ୍କ ଦ୍ୱାରା ହେବ ରାଜ୍ୟ ପ୍ରାପ୍ତି। ସେଥିପାଇଁ ଯାହା ରତ୍ନ କରିବେ ଆପଣ। ଆପଣଙ୍କ ଚରଣେ ମୋ ଏହି ନିବେଦନ। ଇନ୍ଦ୍ରଙ୍କର ପ୍ରାର୍ଥନାରେ ଗୁରୁ ହୋଇ ପ୍ରୀତ। କଲେ ତାଙ୍କୁ ମନ୍ତ୍ର ବଳେ ବଳରେ ଦୀପିତ।
ବୃହସ୍ପତି ମଧ୍ୟ ଇନ୍ଦ୍ର ଶୁଭ ମନେ ଚିନ୍ତି କଲେ ତାହାଙ୍କ ନିମନ୍ତେ ହୋମେ ଗ୍ରହ ଶାନ୍ତି। ସେ ଜାଗର ନାମ ଗୋଟି ଅଟଇ ପୌଷିକ ମୋର କହିବାରୁ ଭେନ ବୀରଙ୍କ ନାୟକ। ଧର୍ମଜ୍ଞାତା ବୃହସ୍ପତି ତଦପରେ ଗଲେ ମୋହନ ମନ୍ତ୍ରରେ ରାଜି ସୁତକୁ ମୋହିଲେ। ଦେବଗୁରୁ ଅଟନ୍ତି ତ ବୁଦ୍ଧିର ଆକର ତିନି ବେଦରୁ ତାହାଙ୍କୁ ସେ କଲେ ଅନ୍ତର। ସବୁ ଧର୍ମ ଭ୍ରଷ୍ଟ ତାଙ୍କୁ ଜାଣି ସଚିପତି ବଜ୍ରେ ଭୋଗ କରାଇଲେ ମରଣ ସମ୍ପତ୍ତି। ନହୁଷ ନୃପତିଙ୍କର ଯେଉଁ 7 ପୁଅ ତାଙ୍କ କଥା ଶୁଣି ଏବେ ଶାନ୍ତନୁ ତନୟ। ପରମ ଧାର୍ମିକ ସର୍ବେ ଅଟନ୍ତି ଉତ୍ତମ ତାଙ୍କ ନାମ ଚୟ ଏବେ କରିବି କୀର୍ତ୍ତନ। ଜାତି ଯଜାତି ଉତ୍ତର ଆବର ସର୍ଜାତି ପର ଜାତି ନିୟତି ସର୍ବେ ବିରତି। ଏ 7 ଅଟନ୍ତି ବଂଶ ବର୍ଦ୍ଧନ କାରଣ ଖ୍ୟାତି ହେଲେ ବୈଷନର ଯୋଗୀରେ ଗଣନ। ପିଲା ବେଳୁ ସେ କୁମର ଯୋଗୀ ହୋଇଗଲା ଶାସନ ଭାର ଯଜାତି ଶିରେ ଲଦା ହେଲା। ଧାର୍ମିକ ପଣେ ଯଜାତି ଥିଲେ ତାଙ୍କ ପରି ପୃଥିବୀ ହୋଇଛି ଧନ୍ୟ ଜାଗ କୀର୍ତ୍ତି ଧରି। ଧର୍ମର ରକ୍ଷକ ଥିଲେ ସେହି ନରବର ନିଃସଂଶୟ ଅଟେ ଶାନ୍ତନୁ କୁମାର। ବୃଷ ପର୍ବା ନାମେ ଥିଲେ ଅସୁର ଈଶ୍ୱର ଶର୍ମିଷ୍ଠା ତାହାଙ୍କ କନ୍ୟା ପତ୍ନୀ ଯଜାତିର। ଶତ୍ରୁଙ୍କ ଦୁହିତା ନାମ ଅଟେ ଦେବଯାନୀ ସେଥିରେ ଯଜାତିଙ୍କର ପ୍ରଥମ ରମଣୀ। ପରମା ସୁବ୍ରତା ସେହି ଶୁକ୍ରଙ୍କ କୁମାରୀ ତୁର୍ବସୁ ଯଦୁଙ୍କର ସେ ଥିଲେ ଗର୍ଭଧାରୀ। ଦୁହମନ ପୁରୁ ପୁଣି ଭରତ ନାମରେ 3ଟି ପୁତ୍ର ଜନ୍ମିଲେ ଶର୍ମିଷ୍ଠା ଉଦରେ। ଏ ମଧ୍ୟରେ ଯଦୁପୁରୁ ଭରତ ନୃପତି ବଂଶ ବୃଦ୍ଧି କର ନାମେ ଗଣନା ହୁଅନ୍ତି। ଏବେ ପୁରୁ ବଂଶ କଥା କହିବି ବିସ୍ତାରୀ ଯେଉଁମାନେ ସେ ବଂଶରେ ଥିଲେ ଅବତରୀ। ଯଦୁବୀର୍ଯ୍ୟ ଜାତ ସର୍ବେ ହୋଇଲେ ଯାଦବ ସେ ବଂଶେ ହୋଇଲେ ଜନ୍ମ ରାମ ବାସୁଦେବ। ପୃଥିବୀର ନିବାରଣେ ପାଣ୍ଡବ ରକ୍ଷଣେ ତାହାଙ୍କର ଜନ୍ମ ହୋଇ ଥିଲା ଏ ଭୁବନେ। ଯଦୁଙ୍କର ଜାତ ହେଲେ ଯେଉଁ 5 ସୁତ ତାହାଙ୍କ ନାମ ଏପରି ହୋଇଛି କୀର୍ତ୍ତିତ। ସହସ୍ରାଜିତ ଯଦୁଙ୍କ ପ୍ରଥମ ତନୟ କାଷ୍ଠା ନୀଳ ଜିତ ରଘୁ କ୍ରମେ ଧରି ନିୟ। ସହସ୍ରାଜିତ ସୁତ ନାମ ଅଟେ ଶତାଜିତ ପୀଢ଼ କ୍ରମେ ରାଜ୍ୟ ହେଲା ତାହାଙ୍କ ଶାସିତ। ହେଲେ ଶତାଜିତଙ୍କର 3ଟି କୁମାର ହୟ 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 ଯେ ତାଳ ହୟଟି ଆବର। ହୟ ହୟଙ୍କ ସବୁ ସୁତ ମାନଙ୍କ ମଧ୍ୟରେ ଧର୍ମ ନେତ୍ର ଖ୍ୟାତ ଥିଲେ ଧାର୍ମିକ ପଣରେ। ଧର୍ମ ନେତ୍ରଙ୍କର ସୁତ
କୁନ୍ତ ନାମ ତାର ସଂହିତ କୁନ୍ତଙ୍କ ସୁତ ଶୁଣ କୁରୁବୀର ସଂହିତଙ୍କର ତନୟ ନାମ ମହିଷ୍ମାନ ନୃପତି ମାନଙ୍କେ ସେହି ଅଟନ୍ତି ଉତ୍ତମ ମହିଷ୍ମାନଙ୍କ ତନୟ ନାମ ଭଦ୍ରସେନ ପ୍ରତାପରେ ଭବେ ତାଙ୍କୁ କେନୁହେ ସମାନ ବାରାଣସୀ ରାଜ୍ୟର ସେ ଥିଲେ ନରପତି ଯା କଥା କହିଛି ଥରେ ଶାନ୍ତନୁ ସନ୍ତତି ଭଦ୍ରସେନଙ୍କ ଆତ୍ମଜ ଦୁର୍ମଦତା ନାମ ପ୍ରଶଂସ ତାହାଙ୍କ ଧର୍ମ ବଳ ପରାକ୍ରମ ଭୀମ ଧନ ନାମେ ହେଲେ ତାହାଙ୍କ କୁମର ବଳରେ କେ ସମକକ୍ଷ ନୁହଁ ତାଙ୍କର ଭୀମ ଧନଙ୍କର ହେଲେ 4 ଗୋଟି ସୁତ ତାହାଙ୍କର ବୀରପଣ ଲୋକେ ଅବିଶ୍ରୁତ କୃତ ଅଗ୍ନି କୃତ ବୀର୍ଯ୍ୟ ଏ ଦୁଇ କୁମାର କୃତ ଧର୍ମାକୃତି ଜୟେ 4 ସହୋଦର ଅର୍ଜୁନ ନାମରେ ଥିଲେ କୃତ ବୀର୍ଯ୍ୟ ସୁତ ଶସ୍ତ୍ରାର୍ଜୁନ ନାମେ ବିଶ୍ୱେ ହୋଇଲେ ବିଖ୍ୟାତ ଭୋଗ କଲେ ସେହି ନୃପ ସପ୍ତଦ୍ୱୀପ ମହି 1000 ବର୍ଷ ତପସ୍ୟା କଲେ ବନେ ରହି କୀର୍ତ୍ତ ବୀର୍ଯ୍ୟ ନାମା ସେହି ସହସ୍ର ଅର୍ଜୁନ ଅତ୍ରିପୁତ୍ର ଦତ୍ତେ ତପେ ବସି କଲେ ଧ୍ୟାନ ଦତ୍ତ ଅଟନ୍ତି ପୁରୁଷ ମାନଙ୍କରେ ଶ୍ରେଷ୍ଠ 4 ବର ଦେଲେ ତପେ ହୋଇ ଅତି ତୁଷ୍ଟ ସହସ୍ରବାହୁ ରାଜା ଶ୍ରେଷ୍ଠ ଏ ପ୍ରଥମ ବର ଦ୍ୱିତୀୟ ବର ଧର୍ମୀ ଭୟ ହେବ ଦୂର ଯୁଦ୍ଧେ ଜିଣି ଧର୍ମେ ଧରା କରିବେ ପାଳନ ନ ପାଇବେ ଶତ୍ରୁ ଠାରୁ ଯୁଦ୍ଧେ ଅପମାନ ବଳ କର ଶତ୍ରୁ ଯେତେ ହୋଇବେ ନିଧନ ଏହି 4 ବର ପାଇଥିଲେ ଶସ୍ତ୍ରାର୍ଜୁନ ଧନୁ ଧରି କୀର୍ତ୍ତ ବୀର୍ଯ୍ୟ 5 ଗୋଟି ସରେ ରାବଣକୁ ନ ଜୟ କଲେ ସୈନ୍ୟ ସହିତରେ ସାମାନ୍ୟ ଯୁଦ୍ଧରେ ରାବଣକୁ ଜୟ କରି ଆଣିଥିଲେ କୀର୍ତ୍ତ ବୀର୍ଯ୍ୟ ମାହେଶ୍ୱତୀ ପୁରୀ କହନ୍ତି ପୁଲସ୍ତ୍ୟ ଶୁଣ ଆହେ କୁରୁବୀର ସେହି କଥା ପରେ ମୋରେ ହୋଇଲା ଗୋଚର ସହସ୍ରାର୍ଜୁନ ସମ୍ମୁଖେ ତେବେ ମୁହିଁ ଗଲି ବହୁ ପ୍ରକାରେ ଅର୍ଜୁନେ ପ୍ରବୋଧନା କଲି କହିଲି ମୋହର ନାତି ଅଟେ ରାବଣ ଛାଡ଼ି ଦିଅ ତାକୁ ବାବୁ କଥା ମୋର ମାନ ମୋ କଥାରେ ସୁପ୍ରସନ୍ନ ହୋଇ ନରପତି ସେହି କ୍ଷଣି ଦଶାନନେ ବିହିଲା ମୁକତି 1000 ବାହୁରେ ତାର ଥିଲେ ସରାସନ ଝଙ୍କାର ଶବ୍ଦରେ କମ୍ପି ଯାଏ ତ୍ରିଭୁବନ ଯୁଗାନ୍ତରେ ସିନ୍ଧୁ ସ୍ଥିତ କାଳାନଳ ସମ ତାହାର ଧ୍ୱନି ଅଟଇ ଶାନ୍ତନୁ ନନ୍ଦନ ପରଶୁରାମ କାଳେ ତାର ଭାଙ୍ଗିଲେ ସେ ବଳ ଯୁଦ୍ଧ ଅଙ୍ଗଣେ ଝପଟି ଧଇଲେ ତା ବାଳ ସହସ୍ର ବାହୁକୁ ତାର ଛିନ୍ନ ଭିନ୍ନ କରି ପରଶୁଘାତରେ ତାର ପ୍ରାଣ ନେଲେ ହରି ଏ ଫଳ ଅଟଇ ଋଷି ବଶିଷ୍ଠ ସାପର ଏ ଫଳ ଫଳିଲା ଯାହା
ସୁକୃତ ପାପର ଅକାରଣେ ମହର୍ଷିଙ୍କ ଆଶ୍ରମ ପଡ଼ିଲା। ସେ ଦୋଷରୁ ବିପ୍ର କରେ ନିଧନ ଲଭିଲା। କହିଥିଲେ ଋଷି ତେବେ ଭାର୍ଗବତ ନୟ, ପରଶୁରାମ କରେ ହେବ ତୋହର ବିଲୟ। ବଶିଷ୍ଠଙ୍କ ଶାପ କେବେ ହୁଏ କି ଅନ୍ୟଥା, ତେଣୁ ତାଙ୍କ ପରଶୁଘାତେ କଟା ହେଲା ମଥା। ସହସା ଜୁନର ଥିଲେ ସତେକ କୁମାର, ସେ ମଧ୍ୟରେ ପାଞ୍ଚ ମହାରଥ ମନେକର। ସର୍ବେ ଶସ୍ତ୍ରଧାରୀ ସୁର ଅତି ବଳବାନ, ଧର୍ମାତ୍ମା ପଣେ ନଥିଲେ କେହି ତାଙ୍କ ସମ। ସୁରସେନା ସୁର ଧୃଷ୍ଟ କୃଷ୍ଣ ଜୟ ଧ୍ୱଜ, ତାଳ ଧ୍ୱଜ ନାମେ ଜୟ ଧ୍ୱଜର ଆତ୍ମଜ। ସମବଳ ହୋଇ କେହି ନଥିଲେ ତାହାର, ହେଲେ ତାହାଙ୍କର ଭୀଷ୍ଟ ଶହେଟି କୁମର। ତାଳ ଧ୍ୱଜ ନାମେ ମଧ୍ୟ ପ୍ରସିଦ୍ଧ ସେମାନେ, ଏହି କଥା କୁରୁବୀର ରଖିଥିବ ମନେ। ହୈହୟ ନାମରେ ଏହି ପଞ୍ଚକୁଳ ଖ୍ୟାତ, ବିତିହୋତ୍ର ଭୋଜ ତୁମ୍ଭ ଅବନ୍ତୀ ବିଶ୍ରାନ୍ତ। କାର୍ତ୍ତାତ ଏମାନେ ତାଳ ଧ୍ୱଜଙ୍କ ନାମରେ, କୌଣସି ସନ୍ଦେହ ଭୀଷ୍ମ ନମଣ ଏଥିରେ। କାର୍ତ୍ତିହୋତ୍ର ସୁତ ନାମ ଅଟଇ ଅନନ୍ତ, ସେ କାଳରେ ଥିଲା ବିଶ୍ୱେ ସେହି ବଳବନ୍ତ। ଗୋଟିଏ ପୁତ୍ର ତାହାର ତା ନାମ ଦୁର୍ଜୟ, ନଥିଲା କେ ନୃପ ଯାକୁ ନ କରିଛି ଜୟ। ସେ ବଂଶରେ ଜନ୍ମିଥିଲା ସହସ୍ର ଅର୍ଜୁନ, କରିଥିଲା ପୁତ୍ର ସମ ପ୍ରଜାଙ୍କୁ ପାଳନ। ସମୁଦ୍ର ପୃଥ୍ୱୀ ଯେ କରୁଥିଲା ଭୋଗ, ସେ ବଂଶର କୀର୍ତ୍ତି ରହି ଥିବ ଯୁଗ ଯୁଗ। ସକାଳୁ ଉଠି ଯେ କରିବ ଗାୟନ, ଦିନ ଦିନ ବୃଦ୍ଧି ହୁଏ ତାର ଧନ ଜନ। ନଷ୍ଟ ହୋଇଥିଲେ ଧନ ପୁଣି ହୁଏ ଲାଭ, ଏ ବଂଶ କୀର୍ତ୍ତି ଅଟଇ ତ୍ରିଲୋକେ ଦୁର୍ଲଭ। କରଇ ଯେହୁ ପ୍ରଥମେ ଏହି ଗୁଣଗାନ, ଜଗତରେ କୀର୍ତ୍ତି ତାର ହୁଏ ବହୁ ଗୁଣ। ବର୍ଣ୍ଣନା ସୋମବଂଶର ଏଥି ହେଲା ଶେଷ, ଗୋପୀନାଥ କହେ ଏଥି ଅଛି ବହୁ ଦୋଷ। ଇତି ଶ୍ରୀ ପଦ୍ମପୁରାଣେ ସୃଷ୍ଟିଖଣ୍ଡେ ପୁଲସ୍ତ୍ୟ ଭୀଷ୍ମ ସମ୍ବାଦେ ସୋମବଂଶ ପରିଚये ଷଷ୍ଠ ଅଧ୍ୟାୟ। ସପ୍ତମ ଅଧ୍ୟାୟ ତ୍ରେଷ୍ଠୁ ବଂଶ ବିସ୍ତାର ବର୍ଣ୍ଣନା। ପଚାରିଲେ ଭୀଷ୍ମ କହ ହେ ଋଷି ପ୍ରବର, ହୋଇଥିଲା କେହ୍ନେ ତ୍ରେଷ୍ଠୁ ବଂଶର ବିସ୍ତାର। କହିଲେ ପୁଲସ୍ତ୍ୟ ଶୁଣ ଭୀଷ୍ମ ବୀର ନାହା, ଶତନୁଜା ଜୟନ୍ତୀକୁ ପୂର୍ବେ ସଚିନାହା। କହିଥିଲେ ଯାହା ତାହା କରିବି ବର୍ଣ୍ଣନ, ମୋ ଠାରୁ ସେ କଥା ଏବେ ଧ୍ୟାନ ଦେଇ ଶୁଣ। ଅମରାବତୀରେ ଦିନେ ଦେବ ପୁରନ୍ଦର, କନ୍ୟାକୁ ପାଶେ ବସାଇ ହୋଇ ଉଜାଗର। କହିଲେ ଶୁଣ ଜୟନ୍ତୀ ମୋହର ବଚନ, ପିତାଜ୍ଞା କନ୍ୟା କେବେ ନ କରେ ଲଙ୍ଘନ। ଯା କହିବି ତା କରିବୁ ମୋର ହିତ ପାଇଁ,
ଶୁଣି ଜୟନ୍ତୀ କହିଲା ଶିରେ ପାଦ ଦେଇ, ପିତାଙ୍କ ବାକ୍ୟ ପାଳିବା କର୍ତ୍ତବ୍ୟ କନ୍ୟାର, ଯାହା କହିବ ଅବଶ୍ୟତା କରିବି ପିଅର। ଶୁଣି ଇନ୍ଦ୍ର ତାକୁ ନେଇ କାନନକୁ ଗଲେ, ତପ କରୁଥିଲା ବିପ୍ର ତାକୁ ଦେଖାଇଲେ। କହିଲେ ଦେଖ ଜୟନ୍ତୀ ଏହି ବିପ୍ରବର, ଅନିଦ୍ରା ହୋଇ କରନ୍ତି ତପ ଅତି ଘୋର। ଏହାଙ୍କର ନାମ କାବ୍ୟ ଅତି ବୁଦ୍ଧିବାନ, ରୁକ୍ଷ ଗୁରୁ ଯୋଗ ଦେବଙ୍କର ଭୟ ସ୍ଥାନ। ଅନିନ୍ଦିତ ରୂପ ସିତୁ ଏତିକି କରିବୁ, ସବୁବେଳେ ହି ଦ୍ୱିଜ ପାଖେ ପାଖେ ଥିବୁ। ଯଥାଯୋଗ୍ୟ ଉପଚାରେ ଆରାଧନା କରି, ସାବଧାନେ ହାଙ୍କର ଚିତ୍ତ ନେବୁ ହରି। ତୋର ସେବାରେ ଦ୍ୱିଜ ଯେବେ ହେବେ ତୋଷ, ଦୁହିଁଙ୍କ କାମନା ପୂର୍ଣ୍ଣ ହୋଇବ ଅବଶ୍ୟ। ମୋର ହିତ ପାଇଁ ଯାଇ ତୁ କର ଯତନ, ଆଜ ମୁଁ ଏହାଙ୍କୁ ତୋତେ କଲି ସମର୍ପଣ। ଜୟନ୍ତୀ ପିତାଙ୍କର ସେ ବଚନ ଶୁଣିଲା, ଦ୍ୱିଜଙ୍କ ସେବାରେ ମନ ପ୍ରାଣ ଢଳି ଦେଲା। ଦେଖିଲା ଜୟନ୍ତୀ ଦ୍ୱିଜ ତପସ୍ୟା ନିରତ, ତଳେ ଖୋଳା ହୋଇଥିଲା ବଡ଼ ଏକ ଗାତ। ଗଛରେ ଛନ୍ଦିଣ ପାଦ ସେହି ବିପ୍ରବର, ସେ ଧୂମ୍ରପାନରେ ତପ କରୁଥିଲେ ଘୋର। ସେ ଅଗ୍ନିକୁଣ୍ଡକୁ ଯକ୍ଷ ଜଣେ ଜଗିଥାଏ, ଶେଷ ହେଲେ ପୁଣି କାଠ ସେଥିରେ ପକାଏ। ଜୟନ୍ତୀ ତପସ୍ୟା ଦେଖି ଆଶ୍ଚର୍ଯ୍ୟ ହୋଇଲା, ହୃଦୟ ଧୈର୍ଯ୍ୟ ଧରି ତପସ୍ୱୀଙ୍କ ସେବା କଲା। ସେ ସେବାରେ ଥିଲା ପିତୃ ଉଦ୍ଦେଶ୍ୟ ସାଧନ, ପୁଣି ଦୁର୍ବଳ ତପସ୍ୱୀ ଦ୍ୱିଜଙ୍କ ସେବନ। ହୃଦୟରେ ରଖି ଜୟନ୍ତୀ ପିତାଙ୍କ ଆଦେଶ, ଯେ ସେବା କଲା ତା ଦେଖି ଡରିଲେ ତ୍ରିଦଶ। ଶୁଣାଇ ପିକ ଭାସିଣୀ ମଧୁର ବଚନ, ବେଳ ଜାଣି ନୀତି ଗାଏ ଦ୍ୱିଜଙ୍କ ସ୍ତବନ। ଚର୍ମଛାତ୍ର ସାର ତାଙ୍କ ଅଙ୍ଗକୁ ସଧୀରେ, ସୁଅବସର ଦେଖିଲେ ଚାଲେ ଧୀରେ ଧୀରେ। ତପସ୍ୟାର ଅନୁକୂଳ ଜାଣି ସେବା ତାର, ତପ କଲେ ଦ୍ୱିଜ ଗଲା 1000 ବଛର। ଶୁକ୍ରଙ୍କ ତପସ୍ୟା ଦେବ ହୋଇଲା ସମ୍ପୂର୍ଣ୍ଣ, ଯେଉଁ ଦିନ ଦେଖାଦେଲେ ଶିବ ଭଗବାନ। ସନ୍ତୁଷ୍ଟ ହୋଇଣ ତପେ ପାର୍ବତୀଙ୍କ ସାଇଁ, କହିଲେ ହେ ଶୁକ୍ରବର ମାଗ ଯାହା ଚାହିଁ। କଠୋର ଯେଉଁ ତପସ୍ୟା ଆଚରିଲ ତୁମ୍ଭେ, ତିନି ପୁରେ କାହାଠାରେ ଦେଖି ନାହୁଁ ଆମ୍ଭେ। ଦରସାଇ ଅଛ ଯେଉଁ ଶରୀର କଷଣ, ତ୍ରିପୁରେ କେ ଅଛି ଏହା କରିବ ବରଣ। ତପ ବୁଦ୍ଧି ଧୃତି ବଳ ତେଜସୁରଙ୍କର, କହେ ତା ଉପରେ ହେଉ ତୁମ୍ଭ ଅଧିକାର। ବ୍ରାହ୍ମଣ କେ ଶ୍ରେଷ୍ଠ ତୁମେ ଭୃଗୁଙ୍କ ନନ୍ଦନ, ମୋ ଭିତରେ ତାହା ଅଛି ତୁମ୍ଭେ ଜାନ ଜାଣ। ସେ ସବୁ ତୁମକୁ ଦେଇ କରେ ବିଚାର, ଉପଯୁକ୍ତ ନୁହେଁ ତାହା ତୁମ ତପସ୍ୟାର। ଏତେ କଥାରୁ ଏ କ୍ଷଣି ଆଉ କି ମିଳିବ,
ବିଧର ଯୋଗ୍ୟ କଦାପି ତୁମେ ନ ହୋଇବ। ଭାର୍ଗବଙ୍କୁ ଏହି ବର ଦେଇଣ ଶଙ୍କର। ପ୍ରଜା ଉତ୍ପାଦକ ହୁଅ କହିଲେ ଆବର। ଅବନ୍ଧ୍ୟ ହେଉ ସେ ତୁମେ ସ୍ୱାମୀ ହେବ ଯାର। ହରସରେ ପୁଣି ଯାଚି ଦେଲେ ହି ବର। ପ୍ରସନ୍ନ ହୋଇଲେ ଶୁକ୍ର ଧାତାଙ୍କ ବଚନେ। ଅଯାଚିତେ ଲଭିଲେ ଯା ପାଞ୍ଚିଥିଲେ ମନେ। ନୀଳ ଲୋହିତ ଈଶ୍ୱର ଦେବଦେବଙ୍କର। ବାଣୀ ଶୁଣି ଭୃଗୁ ସୁତ ହୋଇ ହର୍ଷ ଭର। ଯୋଡ଼ କରେ ଶ୍ରୀପୟରେ ହୋଇଲେ ପ୍ରଣତ। ତେବେ ଅନ୍ତର୍ଧ୍ୟାନ ହେଲେ ପ୍ରମଥଙ୍କ ନାଥ। ଜୟନ୍ତୀକୁ ଚାହିଁ ଭୃଗୁ ସୁତ ତଦପରେ। କହିଲେ କୋମଳ ବାଣୀ ଅତି ହରସରେ। ନାହିଁ ଜାଣି ସୁଲକ୍ଷଣୀ କିଏ ତୁମ ପିତା। ମୋ ଦୁଃଖରେ କିମ୍ପା ତୁହି ହେଉ ତୁ ଦୁଃଖିତା। କଠୋର ଏ ମୋ ତପସ୍ୟା ତହିଁ ଯୋଡ଼ି ହୋଇ। କାହିଁକି କଷ୍ଟ ସହିଲୁ ଆରେ ଚାନ୍ଦମୁହିଁ। କେଉଁ ପ୍ରୟୋଜନ ପାଇଁ ସେବା କଲୁ ମୋର। ସତ କରି କହ ଥରେ ମୋରେ ଯୋ ସାବର। ଏଡ଼େ ଉକ୍ତି ଏତେ ଶ୍ରଦ୍ଧା ମୋଠାରେ କାହିଁକି। ପଚାରୁଛି ଏତେ ଥର କହିବୁ ନାହିଁ କି। ସୁମଧ୍ୟମା ତୁହି ବର ବର୍ଣ୍ଣନିତ ପରି। କେ ନଥିବେ ତିନି ପୁରେ ରେ ନବ କିଶୋରୀ। ଜାଣେ ତ ସ୍ନେହରେ ମୁହିଁ ହୋଇଛି ମୋହିତ। କହିବି କିପରି କେତେ ହୋଇଅଛି ପ୍ରୀତ। କହବରାର ହାତର କିବା ଅଭିପ୍ରାୟ। ଯା ମାଗିବୁ ଜାଣ ତାହା ନହିବ ଦେୟ। ମୋ ଦ୍ୱାରା କି କାର୍ଯ୍ୟ ତୋର ହୋଇବ ସାଧିତ। କହ ଯେତେ କଷ୍ଟ ହେଉ କରିବି ନିୟତ। ଚାହୁଁଥିବୁ ଏହି କ୍ଷଣି କରିବି ତା ପୂର୍ଣ୍ଣ। ସନ୍ଦେହ ନ କର ଏଥି ରେ ନାରୀ ରତନ। ଶୁକ୍ରଙ୍କ ବଚନ ଶୁଣି ଜୟନ୍ତୀ ତରୁଣୀ। ପିତାଙ୍କର ନିର୍ଦ୍ଦେଶକୁ ମନେ ମନେ ଗୁଣି। କହିଲା ହେ ପୂଜ୍ୟ ମୋର କାର୍ଯ୍ୟ ତପୋବନେ। ପ୍ରତ୍ୟକ୍ଷ କରିଅଛନ୍ତି ଆପଣା ନୟନେ। ତପୋବନବାସୀରେ ମୁଁ କର୍ତ୍ତବ୍ୟ ଏ ମୋର। ଆପଣଙ୍କୁ ଅବା କେଉଁ କଥା ଅଗୋଚର। ତେଣୁ ଜଣା ଆପଣଙ୍କୁ ମୋର ଅଭିଳାଷ। ପ୍ରକାଶ କର ତାଲଭି ଅତି ଅଳ୍ପ କ୍ଲେଶ। ଭାର୍ଗବ ଶୁଣି ସେ ନବ ଯୁବତୀର ବାଣୀ। ଧ୍ୟାନେ ବସିଣ ଅନ୍ତର ଜାଣିଲେ ସେ କ୍ଷଣି। କହିଲେ ପରେ ଭାର୍ଗବ ଆରେ ସୁମଧ୍ୟମା। ତୋ ଅଭିଳାଷ ସମସ୍ତ ହୋଇଛି ମୋ ଜଣା। କହୁଛି ଶୁଣ ଭାମିନୀ ବଚନ ମୋହର। ରହ ମୋ ପାଶରେ ନହିଁ ଅନ୍ୟର ଗୋଚର। ମୋ ସଙ୍ଗେ ରହିବୁ ବନେ କେହି ନ ଦେଖିବ। ତ ସଂଯୋଗେ 100 ବର୍ଷ ଏଠି କଟିଯିବ। ନୀଳ ଇନ୍ଦି ବର ଶ୍ୟାମ ବର୍ଣ୍ଣ ଗାତ୍ର ତୋର। ନିରବଧି ହରୁଥିବ କାମ ବାଧା ମୋର। ବରାରୋହ ଦେବୀ ତୁହି ତ୍ରିପୁର ସୁନ୍ଦରୀ। କୋକିଳ ସ୍ୱର ନୁହେଁ ତୋ ବଚନ ପରି।
ମୃଗବଧୂ ସମତର ଆୟତ ନୟନ ଯା ସଙ୍ଗେ ତୁଲ ହୋଇବ କାମ ସରାସନ। ଚାହିଁ ଦେଇଥିଲେ ଥରେ ଆରେ ଚାନ୍ଦ ମୁହିଁ ଦେଇଥାନ୍ତି ବର କଷ୍ଟ ସହିଲୁ କି ପାଇଁ। ମତ ଗଜଗାମିନୀରେ ଏହି ଇଚ୍ଛା ତୋର କରିବି ପୂରଣ ଚାଲ ଯିବୁ ମୋର ଘର। କହି ଏତେ କର ତାର ଧରି ଭୃଗୁ ସୁତ ଆନନ୍ଦରେ ନିଜ ପୁରେ ହୋଇଲେ ଆଗତ। ତଦପରେ ଦୈତ୍ୟ ଗୁରୁ ଜୟନ୍ତୀ ସଙ୍ଗରେ ଗମିଲେ 100 ବତ୍ସର ଆପଣା ମନ୍ଦିରେ। ବାସବଧୂ ହିତା ଭୃଗୁ ସୁତ ପ୍ରଭାବରେ ସବୁ ପ୍ରାଣୀ ଅଗୋଚରେ ରହିଥାନ୍ତି ଘରେ। ତପସ୍ୟା ସଫଳ ପରେ ଗୁରୁଦେବଙ୍କର ଆଗମନ ଜାଣି ସବୁ ଦିତିଙ୍କ କୁମର। ଗୁରୁ ଦର୍ଶନ ଆଶା ରଖି ହୃଦୟରେ ପ୍ରବେଶ ହୋଇଲେ ଯାଇ ଶୁକ୍ର ଆଶ୍ରମରେ। ଆଶ୍ରମେ ଗଲେ ତଥାପି ଶୁକ୍ରେ ନ ଦେଖିଲେ ମାୟାବୃତେ ଜୟନ୍ତୀର କୋଳେ ଯେଣୁ ଥିଲେ। ଆଶ୍ରମେ ନ ପାଇ ଚିହ୍ନ ବର୍ଣ୍ଣ ଗୁରୁଙ୍କର ଫେରି ନାହାନ୍ତି ବନରୁ କଲେ ବିଚାର। ଭାବି ଏହା ଦୈତ୍ୟ ଗଣ ନିରାଶ ହୋଇଲେ ଯେଉଁ ବାଟେ ଆସିଥିଲେ ସେ ବାଟେ ଫେରିଲେ। ତଦପରେ ବୃହସ୍ପତି ପାଶେ ଯାଇ ସୁରେ ନମି ପାଦେ ଏହି କଥା କହିଲେ ପାଦରେ। ଅସୁର ନଗରେ ପ୍ରଭୁ ଯାଇନ ଆପଣ ମୋହିତ କରନ୍ତୁ ଶୀଘ୍ର ସନୃପ ସୈନ। ଆପଣଙ୍କ ବଶ୍ୟ ଯଥା ସମସ୍ତେ ହୋଇବେ କଳେ ବଳେ କୌଶଳେ ତାହା ଚରିବେ। ଦେବତା ମାନଙ୍କ ଠାରୁ ଶୁଣି ଏହି ବାଣୀ ବିଚାରି କ୍ଷଣେ କହିଲେ ଶୁଣ ସୁର ଶ୍ରେଣୀ। ଯା କହିଲ ତୁମେ ତାହା ନିଶ୍ଚୟ କରିବି। ଗହକ ସର୍ବେ ନିଜେ ଏବେ ଦୈତ୍ୟପୁରେ ଯିବି। ତଦପରେ ଦୈତ୍ୟପୁରେ ସୁରଗୁରୁ ଗଲେ ଦୈତ୍ୟପତି ପ୍ରହ୍ଲାଦଙ୍କ ମନରେ ମୋହିଲେ। ଯେଣୁ ସେହି ଧରିଥିଲେ ରୂପ ଶୁକ୍ରଙ୍କର ତେଣୁ ଜାଣ ହେଲେ ନାହିଁ ଦୈତ୍ୟଙ୍କ ଗୋଚର। ପୁରୋହିତ କର୍ମ କଲେ ରହି ଦୈତ୍ୟପୁରେ ଦୈତ୍ୟପତି ପ୍ରୀତି ଲଭି ବିଶେଷ ଭାବରେ। 7 ବର୍ଷରୁ ଅଧିକ ଗଲା ଏହିପରି ତା ମଧ୍ୟରେ ଦୈତ୍ୟ ଗୁରୁ ଆସିଥିଲେ ଫେରି। ତେବେ ଅସୁରଙ୍କ ଏକ ମେଳନ ହୋଇଲା ସେଠାକୁ ଦୈତ୍ୟ ଗୁରୁଙ୍କୁ ନିମନ୍ତ୍ରଣ ହେଲା। ଶୁକ୍ର ବସିଥିଲେ ପୁଣି ଶୁକ୍ର ପ୍ରବେଶିଲେ ବେନି ଗୁରୁ ଏକା ପରି ଦଇତେ ଦେଖିଲେ। ଆଶ୍ଚର୍ଯ୍ୟ ହୋଇଲେ ତେବେ ଦୈତ୍ୟ କୁଳ ସାଇଁ ଏକା ପରି ଦୁଇ ଏହା ସମ୍ଭବ ନୁହଁ। ଅଟନ୍ତି ଭାର୍ଗବ ସୁତ ଶୁକ୍ର ଆମ ଗୁରୁ ଅନ୍ୟ ଶୁକ୍ର ଜଣେ ଆସିଛନ୍ତି କେଉଁଠାରୁ। ଏଥିପାଇଁ ସେ ସଭାରେ କୌତୁକ ବଢ଼ିଲା କ୍ରମେ ବିଦ୍ରୋହ ଘଟିବା ଉପକ୍ରମ ହେଲା। ଦ୍ୱାରେ ଯେହୁଥିଲା ତାକୁ ହୋଇଲା ଡାକରା ତଥ୍ୟ ଜାଣିବାକୁ ହେଲା ପଚରା ଉଚରା।
ସଭା ଘରେ ବସିଥିଲେ ଯେ ଆସି ଆଗରୁ। ବହୁଦିନ ଅଛନ୍ତି ସେ ଶୁକ୍ର ଆମ ଗୁରୁ। କିଏ ସେ ହୋଇବେ ସେହି ପରେ ଯେ ଆସିଲା। ଏ ବିଷୟ ନେଇ ବହୁ ଚର୍ଚ୍ଚା ସରିଲା। ତେବେ ଧ୍ୟାନ ବଳେ ସବୁ ଜାଣି ଭୃଗୁସୁତ। କହିଲେ ବୃହସ୍ପତିଙ୍କୁ କ୍ରୋଧେ ହୋଇ ଯୁତ। ଆହେ ଦେବ ଗୁରୁ କହ ତାହାର କାରଣ। କାହିଁ ପାଇଁ ହେଲା ଏଥି ତୁମ ଆଗମନ। ମୋସି ସେ କରିଛ ମୋହ ମୋର ରୂପ ଧରି। ଉଚିତ କି କହ ଏହା ଅଟଇ ତୁମ୍ଭରି। ମୂଢ଼ ଏହି ଦୈତ୍ୟ ତୁମ୍ଭ ମାୟା ନ ଜାଣିଲେ। ତେଣୁ ସେମାନେ ତୁମ୍ଭକୁ ଚିହ୍ନି ନ ପାରିଲେ। ଅନ୍ୟର ଶିଷ୍ୟଙ୍କୁ ପୀଡ଼ା ଦେବା ଏହିପରି। ଉଚିତ ହେଲା କି ନିଜେ କହତା ବିଚାରି। ଦେବଲୋକେ ଏବେ ତମେ ବେଗେ ଫେରି ଯାଅ। ନିଜ କର୍ମ କର୍ମ ଯାହା ସେଠାରେ ଦେଖାଅ। କଚ ନାମେ ପ୍ରିୟ ଶିଷ୍ୟ ସେ ଥିଲା ମୋହର। ପ୍ରାଣ ଗଲା ଦୈତ୍ୟ ରାଜ ହାତରେ ତାହାର। ପୁତ୍ର ସମ ପ୍ରାଣ ପ୍ରିୟ ବିଦ୍ୟାର୍ଥୀ ଅଟଇ। ତାର ବଧ ମୋର ପ୍ରାଣ ନିରତେ ଦହଇ। ଆହେ ସୁର ଗୁରୁ ଯୋଗ୍ୟ ଏ ନୁହେଁ ତୁମ୍ଭର। ମୋ ବିରୁଦ୍ଧେ ରହି ଦୈତ୍ୟ ମୋହ କରିବାର। ଶୁକ୍ର ବାକ୍ୟ ଶୁକ୍ର ରୂପୀ ସୁରଗୁର ଶୁଣି। ସ୍ମିତ ହାସ୍ୟ କରି ତାଙ୍କୁ କହିଲେ ସେ କ୍ଷଣି। ପୁତ୍ର ଅସୁରକୁ ମୋଘବାନ ବଧ କଲା। ବ୍ରହ୍ମ ହତ୍ୟା ଦୋଷ ପାଇଁ ସେ ଗୋପ୍ୟ ହୋଇଲା। ଲୋକଙ୍କ ସହିତ ଶାସ୍ତ୍ର ନିନ୍ଦା କଲା ତାର। ସେଥିପାଇଁ ସର୍ବେ ତାକୁ କଲେ ତିରସ୍କାର। ଦେବଙ୍କ ଆଚାର୍ଯ୍ୟ ତୁମ୍ଭେ ଗୁରୁ ବୃହସ୍ପତି। ଭଲ ରୂପେ ଜାଣିଅଛି ମୁହିଁ ତୁମ୍ଭ ମତି। ଆସିଛ ଏଠାକୁ ତୁମେ ଧରି ରୂପ ମୋର। ଜାଣିଲେଣି ଦୈତ୍ୟ ତୁମ ଏକୁଟ ବ୍ୟବହାର। ଅଧିକ କହିଲେ ଏଥି ପ୍ରାଭବ ପାଇବ। ନମଣ ସଂଶୟ ମୋର କଥା ଅଟେ ଧ୍ରୁବ। ଜାଣେ ମୁହିଁ ଏ ମନ୍ତ୍ରଣା ଅଟେ ବିଷ୍ଣୁଙ୍କର। ପଠାଇଲେ ମୋହିବାକୁ ଅସୁର ଈଶ୍ୱର। ଆବଦ୍ଧ କରି ଅସୁରେ ଲୁହା ଶିକୁଳିରେ। ସମୁଦ୍ରକୁ ଫିଙ୍ଗି ଦେବ ଭାବିଛ ଚିତ୍ତରେ। ଶୁକ୍ରାଚାର୍ଯ୍ୟ ଶୁଣି ତାହା କ୍ରୋଧ ହୋଇ ଅତି। କହିଲେ ମୁଁ ଶୁକ୍ରାଚାର୍ଯ୍ୟ ଶୁଣ ଦୈତ୍ୟପତି। ବୃହସ୍ପତି ଅଟନ୍ତି ଦେବ ପୁରୋହିତ। ଏକଥା ଶୁଣି ତୁମ୍ଭେ ଯେ ନୁହ ବିଚଳିତ। ମୋହ ପ୍ରାପ୍ତ ଦେଖି ସର୍ବେ ହେଉଛି ମୋ ଭୟ। ନିକଟେ ଦାନବ କୂଳ ହୋଇଯିବ କ୍ଷୟ। ଆରମ୍ଭ ମାତ୍ରକ ଏହା ଅଟଇ ତାହାର। ଏଥିରେ ସନ୍ଦେହ କିଛି ନାହିଁ ଦୈତ୍ୟେଶ୍ୱର। ଏ ଦୁରାତ୍ମା ହେତୁ ମୋହି ହୋଇଛି ବଞ୍ଚିତ। ନମଣ ଏଥି ସନ୍ଦେହ ଆହେ ଦୈତ୍ୟନାଥ। ଅନ୍ୟକୁ ବରଣ କଲ ପୁରୋହିତ ପଣେ। ନ ଜାଣି ହେ ଦୈତ୍ୟପତି ଅତି ମୂଢ଼ ପଣେ। ଅଙ୍ଗିରା ଋଷିଙ୍କ ସୁତ ଏହି ଅଙ୍ଗିରସ।
ଏହାଙ୍କ ଶିଷ୍ୟ ଅଟନ୍ତି ସମସ୍ତ ତ୍ରିଦଶ। ମୋ ରୂପରେ କପଟରେ ତୁମକୁ ଠକିଲା, ପ୍ରତ୍ୟେକ ଲତାକୁ ତୁମ କପାଳ ଫାଟିଲା। ତେଳେ ହେଁ ସଂଶୟ ନାହିଁ ମୋର ଏ କଥାରେ, ବହୁ ଦୁଃଖ ଲେଖା ଅଛି ଦୈତ୍ୟଙ୍କ ଭାଗ୍ୟରେ। ଜାଣୁଛି ଏ ପ୍ରତାରଣା ତୁମକୁ କରିବ, ଅନ୍ୟ ପକ୍ଷେ ଦେବତାଙ୍କ ହିତ ଆଚରିବ। ଏହା ଭାବି ଆଦରିଛି ଏପରି କୌଶଳ, ଭଲେ ଭାବି ନ ପାରିଲ ତୁମେ ଦୈତ୍ୟ କୂଳ। ତଡ଼ି ଦିଅ ତାକୁ ବେଗେ ଶୁଣି ମୋ ବଚନ, ନୋହିଲେ ଲଭିବ ଦୁଃଖ ଅସୁର ରାଜନ। ଏଥି ରହିଲେ ହେବ ଶତ୍ରୁର ବିଜୟ, ଏ କାରଣ ହୋଇଯିବ ଦୈତ୍ୟ କୂଳ କ୍ଷୟ। ଅନୁଶିଷ୍ୟ ଭୟୁ ଏଥୁ ଥରେ ଯାଇଥିଲି, ଜଳ ମଧ୍ୟରେ ନିଜ ଅଙ୍ଗ ଗୋପନ ମୁଁ କଲି। ପିଇଦେଲେ ଶିବ ମତେ ଜଳ ସହିତରେ, 100 ବର୍ଷ ବିତିଗଲା ତାହାଙ୍କ ଉଦରେ। ଲିଙ୍ଗ ଦେଇ ଶିବଙ୍କର ମୁଁ ହେଲି ବାହାର, ସେଥିପାଇଁ ଶୁଦ୍ଧ ହେଲା ମୋର କଳେବର। ସନ୍ତୁଷ୍ଟ ହୋଇ ତାପରେ ପାର୍ବତୀଙ୍କ କାନ୍ତ, ବର ଦେବା ପାଇଁ ଆଗେ ହେଲେ ଉପସ୍ଥିତ। ପିନାକ ପାଣିଙ୍କୁ ତେବେ ଦେଖି ସମ୍ମୁଖରେ, ଇଚ୍ଛା ବର ଲାଭ କରି ବିଶେଷ ଭାବରେ। କହିଲି ହେ ପ୍ରଭୁ ମତେ ଦିଅ ଏହି ବର, ଯାହା ଅର୍ଥ ବିଚାରିବି ପ୍ରାପ୍ତ ହେବ ମୋର। ସ୍ଥିର ମନ ରଥ ଯାହା ହୃଦକୁ ଆସିବ, କହୁଛି ହେ ପ୍ରଭୁ ସବୁ ସମ୍ପୂର୍ଣ୍ଣ ହୋଇବ। ପ୍ରକାଶ କରୁଛି ମୋର ଏ ଇଚ୍ଛା ଶଙ୍କର, ତଥାସ୍ତୁ କହି ସେ ହେଲେ ପାଶରୁ ଅନ୍ତର। ଯିବା ବେଳେ କହିଗଲେ ମୋତେ ଉମା ସାଇ, ବେଗ ଯାଇ ଭେଟ ହୁଅ ଦୈତ୍ୟ କୂଳ ସାଇ। ଏହି ଅବସରେ ବୃହସ୍ପତି ଆସି ତୁମ ଘରେ ପୁରୋହିତ ପଣେ ଅଛି ପଶି। ମୋ ରୂପେ ହୋଇଛି ଯେ ଆଚାର୍ଯ୍ୟ ତୁମ୍ଭର, ଏ କଥା ବିଚାର କରେ ଥରେ ଦୈତ୍ୟ ସ୍ୱର। ସତ୍ୟ ଏହା ଯା କହିଲି ମୁଁ ହିଁ ଦୈତ୍ୟ ସାଇ, ମୋର କଥା ତାକୁ ତୁମେ କହିଦିଅ ଯାଇ। ଶୁଣେ ତାହା ଶୁକ୍ର ରୂପୀ ଅଙ୍ଗିରାଙ୍କ ସୁତ, ଦୈତ୍ୟପତି ପ୍ରହ୍ଲାଦଙ୍କୁ କହିଲେ ମନ୍ତ। ଏକି ଏହାକୁ କେବେ ମୁହିଁ ଜାଣି ନାହିଁ, ଦେବଦାନବ ଅଥବା ନର ଥିବ ହୋଇ। ଦେଖ ଏ ମୋ ପରି ରୂପ କରିଛି ଧାରଣ, ଏଥିରୁ ବୁଝିବ ତୁମେ ତାର ଆଚରଣ। ଶୁକ୍ର ରୂପ ଧାରି ଦେବ ଗୁରୁବାଣୀ ଶୁଣି, ଠିଆ ହୋଇ ଦୈତ୍ୟ କଲେ ଜୟ ଜୟ ଧ୍ୱନି। ତାଳି ମାରିଣ ତାହାଙ୍କୁ କରି ସମର୍ଥନ, କହିଲେ ଯାହା କହିଲ ସତ୍ୟ ଏ ବଚନ। ପୂର୍ବରୁ ତୁମେ ଆମର ଅଛ ପୁରୋହିତ, ଛଦ୍ମବେଶୀ ଏହି ଦୁଷ୍ଟ ଏହା ଆମ୍ଭ ମତ। ଛଦ୍ମବେଶ ଧରି ଏହି କୌଣସି ଦେବତା ଆସିଅଛି ସୁଝାଇବ ପୂର୍ବରୁ ଶତ୍ରୁତା।
ଆସିଛି ସିନା ଆମ୍ଭଙ୍କୁ ଆଉ କି କରିବ, ଯେଉଁ ବାଟେ ଆସିଅଛ ସେହି ବାଟେ ଯିବ। ଶୁଣି ତାହା ଶୁକ୍ରାଚାର୍ଯ୍ୟ ଅତି କ୍ରୋଧ ହେଲେ, ସଭାଗତ ହୋଇଥିବା ଦୈତ୍ୟ ଶାପ ଦେଲେ। କହିଲେ ଛାଡ଼ିଲ ମତେ ତୁମେ ଯେଉଁ ପରି, ମୁଁ ମଧ୍ୟ ତୁମ୍ଭଙ୍କୁ ଛାଡ଼ି ଯାଉଛି ସେପରି। ଏହି ତ୍ୟାଗ ଆଜି ନୁହେଁ ଚିରକାଳ ଥିବ, ତୁମ ଦୁଃଖ ମୋ ହୃଦୟ ସର୍ବଦା ଇଚ୍ଛିବ। ତୁମ ଦୁଃଖ ତୁମ ନାଶ କେ କରିବ ଦୂର, ଦୂରେ ରହି ଦେଖିବି ସେ କେଡ଼େ ପାରିବାର। ଜାଣୁଅଛି ବହୁ ପୀଡ଼ା ଅସୁରେ ପାଇବ, ବିପତ୍ତିରେ ଗ୍ରସ୍ତ ହୋଇ ସର୍ବଦା ରହିବ। ଦୁଃଖିତ ହୋଇବ ତେବେ ସାରିବ କରମ, ନିଶ୍ଚୟ ହୋଇବ ଭବେ ସତ୍ୟ ଯେବେ ଧର୍ମ। ସ୍ୱଇଚ୍ଛାରେ ଏହା କହି ଭୃଗୁ ଶିଶୁତ, ସଭା ଛାଡ଼ି ଗଲେ ଭୀଷ୍ମ ନିଜ ଇଚ୍ଛା ମତ। ରାଜ୍ୟରେ ନ ରହିଗଲେ ସ୍ମରିତ ପବନ, ଭଲେ ମନେ ରଖ ଏହା ଶାନ୍ତନୁ ନନ୍ଦନ। ଜାନ୍ତେ ସୁକ୍ରତ ପବନେ ଅଙ୍ଗିରାଙ୍କ ସୁତ, ଅସୁର ରାଜ୍ୟରେ ସ୍ଥାୟୀ ଭାବେ ହେଲେ ସ୍ଥିତ। ପାଳିଲେ ଦାନବ ଗଣେ ବହୁ କାଳ ଧରି, ସମ୍ମାନ ଦେଲେ ଅସୁରେ ଅତି ଭକ୍ତି କରି। ହେ ଭୀଷ୍ମ ଏପରି ବହୁ କାଳ ହେଲା ଗତ, ଏକତ୍ରିତ ହେଲେ ଦିନେ ସମସ୍ତ ଦଇତ। ଗୁରୁଙ୍କୁ ଡକାଇ ପରେ ପାଶେ ବସାଇଲେ, ହୃଦୟ ଭକ୍ତି ଭାବ ଧରି ତାଙ୍କୁ ପଚାରିଲେ। ଆହେ ଗୁରୁ ସାରହୀନ ଅଟେ ସଂସାର, ତଥାପି ଏଠାରେ ଜନ୍ମ ହୋଇଛି ଆମ୍ଭର। ନ ଜାଣୁ କୌଣସି କଥା ସମସ୍ତେ ଅଜ୍ଞାନ, କୃପା କରିଦିଅ କିଛି ସାଂସାରିକ ଜ୍ଞାନ। ଶିଷ୍ୟ ଆମେ ଆଉ କିବା କହିବୁ ଅଧିକ, ଦିଅ ଜ୍ଞାନ ଅଟେ ଯାହା ମୋକ୍ଷ ପ୍ରଦାୟକ। ଯଦି ପ୍ରଭୁ ଆପଣଙ୍କ କରୁଣା ହୋଇବ, ଜନ୍ମ ମରଣ ବନ୍ଧନ ଛିନ୍ନ ହୋଇଯିବ। ସୂଚିରେ ଭବ ଭୟ ହୋଇଯିବ ଦୂର, କହୁଛୁ ତୁମ ଚରଣେ କରି ନମସ୍କାର। ସୁକରୂପୀ ବୃହସ୍ପତି ଶୁଣି ତାଙ୍କ ବାଣୀ, ପ୍ରଥମେ ମୁଁ ଏହା ଚିନ୍ତା ହୃଦେ ଥିଲି ଆଣି। କହିବି ତୁମ୍ଭଙ୍କୁ ଏହା ଥିଲା ମୋ ବିଚାର, ଏବେ ତା ତୁମେ ପୁଛିଲ ଅଟେ ଚମତ୍କାର। ସର୍ବେ ସାବଧାନେ ହୁଅ ପବିତ୍ର ହୃଦୟ, କ୍ଷଣେ ପରେ ମୋକ୍ଷ ମାର୍ଗ କହିବି ନିଶ୍ଚୟ। ମୋକ୍ଷ ହେବ ଦୈତ୍ୟ ଯେଉଁ ମାର୍ଗ ଆଶ୍ରା କରି, ସେହି କଥା ଭଲେ ମୁହିଁ କହିବି ବିଚାରି। ରୁକ ଯଜୁ ସାମ ନାମେ ଯେଉଁ ବେଦତ୍ରୟ, ବୈଦିକ ଶ୍ରୁତି ରୂପେ ଯା ଲଭିଛି ଉଦୟ। ପ୍ରାଣୀଙ୍କ ଦୁଃଖ ପ୍ରଦାତା ସେହି ମନେ କର, ପେଶିଛନ୍ତି ସଂସାରକୁ ତାକୁ ବୈଶ୍ୱାନର। ଯଜ୍ଞ ବୋଲି ଯାହା ତୁମ୍ଭେ କାନରେ ଶୁଣୁଛ, ସ୍ୱାର୍ଥଙ୍କ ସୃଷ୍ଟି ତାହା ସବୁ ଅଟେ ତୁଚ୍ଛ। ଶ୍ରାଦ୍ଧ ନାମରେ ସଂସାର ହେଉଅଛି ଯାହା,
ଧର୍ମ କିଛି ନାହିଁ ମାତ୍ର ଆଡ଼ମ୍ବର ତାହା। ଶୈବ ବୈଷ୍ଣବ ଧର୍ମ ମଧ୍ୟ ସେହିପରି ରହିଛି କେବଳ ଏଥି ଶାସ୍ତ୍ର ବାହାଦୁରୀ। ଏହି ସବୁ ଧର୍ମ ଜାଣ ଅଟଇ କୁତ୍ସିତ, କ୍ରୂର ଥାନ୍ତି ଲୋକେ ଏହା ଭାର୍ଯ୍ୟାର ସହିତ। ହିଂସାପୂର୍ଣ୍ଣ ସବୁ ଏଥି ନ କର ସଂଶୟ, ପ୍ରମାଣ ରୂପେ ମୋ କଥା ସର୍ବେ ଧରି ନିଅ। ଜାଣିଅଛି ସର୍ବେ ଶିବ ଅର୍ଦ୍ଧନାରୀଶ୍ୱର, କେଉଁପରି ମୁଖ୍ୟ ଲାଭ ହୋଇବ ତାଙ୍କର। ସଦା ତାକୁ ଘେରି ରହି ଥାନ୍ତି ଭୂତଗଣ, ଶ୍ମଶାନ ଅଟଇ ତାର ସଦା ବାସସ୍ଥାନ। ଶ୍ମଶାନ ଭସ୍ମ ଦେହରେ ବୋଳି ହୋଇଥାଏ, ହାଡ଼ ସବୁ ମାଳା କରି ବେକରେ ଝୁଲାଏ। ଏସବୁ ଅଟଇ ଯାର ଶରୀର ଭୂଷଣ, ତା ପକ୍ଷରେ ସ୍ୱର୍ଗ ଲାଭ ନୁହେଁ କି ଦୂଷଣ। ଯେଉଁମାନେ ସେବା କରୁ ଅଛନ୍ତି ତାହାର, ବ୍ୟର୍ଥ ଶ୍ରମ ତାହାଙ୍କର ବୋଲି ମନେ କର। ବିଷ୍ଣୁ ବୋଲି ଯେଉଁ ସେହି ହିଂସାର ପ୍ରତୀକ, ସେ କେହ୍ନେ ପାଇବ ମୁକ୍ତି କର ଏ ବିବେକ। ବ୍ରହ୍ମା ବୋଲି ଯେଉଁ ଦେବ ରଜଗୁଣେ ଯୁକ୍ତ, ନିଜ ସୃଷ୍ଟି କିଆ ବରି ରହିଛି ଜୀବିତ। ଯାଜ୍ଞିକ ଦେବର୍ଷି ଯେତେ ବୈଦିକ ମତରେ, ଯେତେକ ଅଛନ୍ତି ରହି ସମଗ୍ର ସଂସାରେ। ନ ହୋଇବ କହି ଏମାନଙ୍କ କ୍ରୂରପଣ, ଲୋକେ ଦେଖିବାକୁ ଭେକ କରନ୍ତି ଧାରଣ। ସର୍ବଦା ଅଟଇ ମାଂସ ଏହାଙ୍କ ଆହାର, ପାପ କର୍ମେ ମତି ତାଙ୍କ ଥାଏ ନିରନ୍ତର। ଦେବତା ପିଅନ୍ତି ମଦ ବିପ୍ରେ ମାଂସ ଭୋଜି, ତଥାପି ଯାଉଅଛନ୍ତି ସ୍ୱର୍ଗ ଲୋକ ଖୋଜି। ଏହିମାନେ ସ୍ୱର୍ଗ ମୁଖ୍ୟ ପାଇବେ କିପରି, ତୁମେ ସର୍ବ କହ ମୋତେ ସେ କଥା ବିଚାରି। ବେଦ ସ୍ମୃତିର କଥିତ ଶ୍ରାଦ୍ଧାଦି କରମ, ଯାହା ଶୁଣୁଛ ସେ ଅଟେ ଅତି ଅରଧମ। ଯଜ୍ଞରେ ପଶୁ ଦହନ ଅଟଇ ପ୍ରଧାନ, କରଇ କର୍ତ୍ତା କେବଳ ରୁଧିରରେ ସ୍ନାନ। ଏସବୁ ଅଟଇ ହିଂସା ପ୍ରଧାନ କରମ, ଏଥି ସ୍ୱର୍ଗ ସୁଖ ଭୋଗ ଆଶା ଅଟେ ଭ୍ରମ। ଏମାନେ ଯଦ୍ୟପି ଯାଇ ସ୍ୱର୍ଗରେ ବସିବେ, କେଉଁମାନେ ଆଉ ନର୍କ ଯାତନା ଭୋଗିବେ। ଭୋଗ ଯେବେ ଅନ୍ୟ ଦ୍ୱାରା ପ୍ରାପ୍ତ ହୋଇବ, ତୁମ ତୃପ୍ତି ଅନ୍ୟ ଲୋକ ଯଦ୍ୟପି ଲଭିବ। ତେବେ ବିଦେଶରେ ଥିବା ତୁମ ଲୋକ ପାଇଁ, ଘରେ ରହି ଖାଦ୍ୟ କିମ୍ପା ବାଢ଼ି ଦେବି ନାହିଁ। ବିଦେଶୀ ବନ୍ଧୁତା ଖାଇ ତୃପତି ଲଭିବ, ବିଦେଶରେ ଦୁଃଖେ କଷ୍ଟେ କାହିଁକି ସଢ଼ିବ। ଏକଥା ଏପରି କିନ୍ତୁ କଦାପି ନହିବ, ସମସ୍ତେ ମୋହର କଥା ମନେ ରଖିଥିବ। ଆକାଶରେ ଯିବା ବିପ୍ର ମାଂସ ଭକ୍ଷଣରେ, ପତିତ ହୁଏ କଥା ଶୁଣିଛ କାନରେ। ମୁଖ୍ୟ ସ୍ୱର୍ଗ ଏ ବିପ୍ରକୁ ଯଦ୍ୟପି ମିଳିବ, ହେ ଦାନବ ଗଣ ସୃଷ୍ଟି ଆଉ କି ରହିବ। ସର୍ବହିତ ପାଇଁ ପ୍ରାଣୀ ଭବ ହୁଏ ଜନ୍ମ,
ମାଂସ ସବୁ ସମ କେହି ନୁହେଁ ବଡ଼ ସାନ। ପଣ୍ଡିତ ହୋଇଣ ମାଂସ ଯେ ଜନ ଖାଇବ, ପଣ୍ଡିତ ବୋଲି ତାହାକୁ କେ କିମ୍ପା କହିବ। ଜନେରୁ ଜନମେ ଲୋକେ ଜନେ ଭୋଗ କରି ଆନନ୍ଦିତ ହେଉଛନ୍ତି ଦେଖାଇ ଚାତୁରୀ। ମୈଥୁନ କର୍ମ ଯେ କରେ ଶୁଣ ଦୈତ୍ୟଗଣ, ତାହାର କିପରି ଲାଭ ହେବ ସ୍ୱର୍ଗସ୍ଥାନ। ପାଉଁଶରେ ଯହିଁ ମାଟି ହେଉଅଛି ଶୁଦ୍ଧ, କହ ସେଠାରେ ଆସିବ କିମ୍ପା ଶୁଚିବୋଧ। ମଳମୂତ୍ର ତ୍ୟାଗ ପରେ ମାଟିରେ ଶୋଧନ, ଶାସ୍ତ୍ର ଯେବେ କରିଅଛି ଏପରି ବିଧାନ। କହ ତେବେ ଲୋକେ କିମ୍ପା ଭୋଜନର ପରେ ଶୁଦ୍ଧି ନ କରିବେ ନିଜ ମୁଖ ମୃତ୍ତିକାରେ। ଗୁଦଲିଙ୍ଗ ପାଇଁ ଯେଉଁ ବିଧାନ ହୋଇଲା, ମୁଖ ପାଇଁ କିମ୍ପା ତାହା ବିପରୀତ ହେଲା। ଏ ସଂସାର ସହିତରେ ଅନ୍ୟ ଯେତେ ଲୋକ, ସବୁଠି ରହିଛି ପୁରୀ ଏସବୁ ପାତକ। ଦୈତ୍ୟରାଜ ଯହିଁ ଧର୍ମ ଅଟଇଏ ପରି, ତହିଁ ପରମାର୍ଥ ଲାଭ ହୋଇବ କିପରି। ମୁଁ କିମ୍ପା କହିବି ନିଜେ କହନ୍ତୁ ଆପଣ, ଶୁଣିଲେ ରାକ୍ଷସ ଗଣ ଗୁରୁଙ୍କ ଭାଷଣ। ଯେତେକ ତାହାଙ୍କ ମଧ୍ୟେ ପରମାର୍ଥ ଥିଲେ, ସେମାନଙ୍କ ସହ ସର୍ବେ କୌତୁକ ଲଭିଲେ। ଗୁରୁଙ୍କ ପ୍ରତି ସମସ୍ତେ ଭକ୍ତି ଭାବ ଧରି, ବିଚାରିଲେ ଭବ ସିନ୍ଧୁ ଅବା ଗଲୁ ତରି।